ଆଉ ଶୁଣିବାକୁ ମିଳିବନି ସେଇ ମିଠା ସ୍ୱର, ମିଠା ଗୀତ ଏବଂ ମିଠା କଥା। ମେଲୋଡ଼ି କିଙ୍ଗ ଭାବେ ଓଡ଼ିଶାରେ ପରିଚିତ ଥିବା ଅଭିଜିତ ମଜୁମଦାର ସବୁଦିନ ପାଇଁ ଓଡ଼ିଶାବାସୀ ବା ଓଡ଼ିଶା ମାଟି ବା ଓଡ଼ିଶା ଗୀତକୁ ଛାଡ଼ି ଚାଲିଯାଇଛନ୍ତି ଆରପାରିକୁ। ଅଭିଜିତ ମଜୁମଦାର ବା ଦାଦାଙ୍କ ମୃତ୍ୟୁ କେମିତି ଓ କାହିଁକି ହେଲା ମୃତ୍ୟୁ, ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି ମେଡିକାଲ ରିପୋର୍ଟ। ଅଭିଜିତଙ୍କ ବୟସ ମାତ୍ର 54 ବର୍ଷ ହୋଇଥିବା ବେଳେ ସେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଛନ୍ତି ଦାଦା। 4 ସେପ୍ଟେମ୍ବରରେ ଏମ୍ସରେ ଭର୍ତ୍ତି ହୋଇଥିଲେ ଦାଦା। ଅଭିଜିତଙ୍କୁ ଆସ୍ମୋଟିକ୍ ଡିଓମେଲିନେସିସ୍ ସିଣ୍ଡ୍ରୋମ ନାମକ ମାରାତ୍ମକ ମସ୍ତିଷ୍କ ରୋଗ ହୋଇଥିଲା। ଶରୀରରେ ଲୁଣ ବା ଇଲେକ୍ଟ୍ରିକାଲ ପରିବର୍ତ୍ତନ ଅସ୍ୱାଭାବିକ ଯୋଗୁଁ ଏହି ରୋଗ ଦେଖାଦେଇଥାଏ। ଆଉ ଏହି ରୋଗ ଯାହା ଅଭିଜିତଙ୍କୁ ହୋଇଥିଲା ଏବଂ ଏହା ସହ ତାଙ୍କର ଫୁସଫୁସରେ ମଧ୍ୟ କିଛି ଡିଫେକ୍ଟ ରହିଥିଲା। ରକ୍ତରେ ସଂକ୍ରମଣ ସହ ଦାଦାଙ୍କ ଦୀର୍ଘ ଦିନ ଧରି ଆୟୁଷରେ ଏବଂ ଭେଣ୍ଟିଲେଟରରେ ରହିଥିଲେ। ଏସବୁ କରିବା ପରେ ତାଙ୍କ ଶରୀରରେ ସୁଧାର ଆସିଥିଲା ଏବଂ ଦାଦାଙ୍କର ଚେତା ମଧ୍ୟ ଫେରି ଆସିଥିଲା। କିନ୍ତୁ 23 ଜାନୁଆରୀରେ ତାଙ୍କୁ ହଠାତ୍ ଜ୍ୱର ହୋଇଥିଲା ଆଉ ସଂକ୍ରମଣ ଦେଖାଦେଇଥିଲା ଏବଂ ରକ୍ତଚାପ ପୁରା କମିଯାଇଥିଲା। ଏହା ସହିତ ଦାଦାଙ୍କ ଶରୀରରେ ମଧ୍ୟ ପ୍ରତ୍ୟେକ ଅଙ୍ଗ କାମ କରିବା ବନ୍ଦ ହୋଇଯାଇଥିଲା। ଆଉ 26 ଜାନୁଆରୀରେ ତାଙ୍କର ହୃତ୍ସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ଡାକ୍ତରମାନେ ବହୁତ ସମୟ ଧରି ଚେଷ୍ଟା କରିବା ସତ୍ତ୍ୱେ ତାଙ୍କ ଜୀବନ ଫେରାଇ ପାରିନଥିଲେ। 26 ଜାନୁଆରୀରେ ସକାଳ 9ଟାରେ ଘୋଷଣା ହୋଇଥିଲା କି ଅଭିଜିତ ମଜୁମଦାରଙ୍କ ମୃତ୍ୟୁ ହୋଇଛି ବୋଲି। ଆଉ ସବୁଦିନ ପାଇଁ ଦାଦା ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ଅଭିଜିତ ମଜୁମଦାର କହିଲେ କି ଓଡ଼ିଆ ଜଗତର ସେ ଜଣେ ଏମିତି ମଣିଷ ଥିଲେ ତାଙ୍କର ପ୍ରତ୍ୟେକ ଗୀତ ହୃଦୟକୁ ଛୁଉଁଥିଲା। ସେ ଜଣେ ଭଲ ମେଲୋଡ଼ି ଗୀତ ଗାଇବା ସହ ବହୁ ଫିଲ୍ମ ପାଇଁ ନୂଆ ନୂଆ ଗୀତ ମଧ୍ୟ ଗାଇଛନ୍ତି ଓ ତାଙ୍କର ପ୍ରତ୍ୟେକ ଗୀତ ସୁପରହିଟ୍ ହୁଏ। ଆଗରୁ ବହୁତ ଷ୍ଟେଜ୍ ପ୍ରୋଗ୍ରାମ ମଧ୍ୟ ଦାଦା କରିଥିଲେ ଆଉ ଦର୍ଶକମାନଙ୍କ ମନ ଜିଣିଥିଲେ। ହୁଏତ ତାଙ୍କ ପରି ଜଣେ ଉଚ୍ଚନୀୟ ଗାୟକ ମିଳିବେ କି ନାହିଁ ଜଣାନାହିଁ, କିନ୍ତୁ ପ୍ରଥମେ ହ୍ୟୁମାନ ସାଗର ଆଉ ଏବେ ସଙ୍ଗୀତ ଜଗତର ଆଉ ଏକ କଣ୍ଠଶିଳ୍ପୀକୁ ହରାଇ ବସିଲା ଓଡ଼ିଶାବାସୀ। ଶେଷରେ ବାସ୍ ମୁଁ ଆମ ଚ୍ୟାନେଲ ତରଫରୁ ଏତିକି କହିବି କି ଅଭିଜିତ ମଜୁମଦାର ଏବଂ ଦାଦା ବା ହ୍ୟୁମାନ ସାଗରଙ୍କ ଅମର ଆତ୍ମାର ସଦ୍ଗତି ହେଉ।